କେନ୍ଦୁଝର ସହରରେ ଦେଖାଦେଇଛି ବାଲିର ମହଙ୍ଗା ମାଡ଼। ଦୀର୍ଘ ଦିନ ହେଲା କେନ୍ଦୁଝର ସହରରେ ପନିପରିବା ସହିତ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ଆବଶ୍ୟକୀୟ ସାମଗ୍ରୀର ମହଙ୍ଗା ମାଡ଼ ହୋଇ ଜନସାଧାରଣ ଛଟପଟ ହେଉଛନ୍ତି। ଅହେତୁକ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇ ସାଧାରଣ ଲୋକଙ୍କ ଚଳଣିରେ ଅଙ୍କୁଶ ଲାଗିଯାଇଛି। ଦରିଦ୍ରତାର ପାହାଚରେ ଛିଡ଼ା ହୋଇଥିବା ସାଧାରଣ ଖଟିଖିଆ ଲୋକଙ୍କ ଅବସ୍ଥା ସାଂଘାତିକ ପରିସ୍ଥିତି ଦେଇ ଗତି କରୁଛି। ଦୁଃଖର ବିଷୟ ଯେ କେନ୍ଦୁଝର ସହରରେ ଏବେ ଦେଖାଦେଇଛି ଏକ ଅଭାବନୀୟ ମହଙ୍ଗା ମାଡ଼। କେନ୍ଦୁଝର ସହରରେ ଏବେ ଦେଖାଦେଇଛି ବାଲିର ଘର ଅଭାବର ଏକ ଅଭାବନୀୟ ଚକିତ ଦୃଶ୍ୟ। କେନ୍ଦୁଝର ସହରରେ ବାଲିର ଅଭାବ ଯୋଗୁଁ ବଡ଼ ବଡ଼ ନିର୍ମାଣାଧୀନ କୋଠା ଠପ୍ ହୋଇଯାଇଛି। କେନ୍ଦୁଝର ସହର ମଧ୍ୟରେ ଅନେକ କୋଠାଘର ନିର୍ମାଣ ଚାଲିଛି। ଦୈନିକ ମଜୁରିଆ ଠାରୁ ଆରମ୍ଭ କରି ରାଜମିସ୍ତ୍ରୀ ପର୍ଯ୍ୟନ୍ତ ଗାଁ ଗହଳିରୁ ଆସି ସହରରେ ଘର କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଆଉ ଘର କାମ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ସେଥିମଧ୍ୟରୁ ଅନେକ ଶ୍ରମିକଙ୍କ ଚାଷ ଜମି ନାହିଁ। ତେଣୁ କେବଳ ଘର କାମ ଛଡ଼ା ତାଙ୍କ ପାଖରେ ଆଉ ପରିବାର ପ୍ରତିପୋଷଣ ପାଇଁ କୌଣସି ବିକଳ୍ପ ନାହିଁ। କିନ୍ତୁ ଦୁଃଖର ବିଷୟ ଯେ ହଜାର ହଜାର ଶ୍ରମିକମାନଙ୍କ ପାଟିରୁ କିଏ ଆହାର ଛଡ଼େଇ ନେଇଯାଇଛି। ଅନେକ ଦିନ ହେଲା କେନ୍ଦୁଝର ସହରକୁ ବାଲି ଆସୁନଥିବା ଯୋଗୁଁ ତାଙ୍କ ରୋଜଗାର ପନ୍ଥା ଠପ୍ ହୋଇଯାଇଛି। ବାଲି ନହେଲେ ଘର କାମ ହୋଇପାରିବ ନାହିଁ। କାମ ନ କଲେ ହଜାର ହଜାର ଶ୍ରମିକ ଚଳିବେ କେମିତି? ଚିନ୍ତାରେ ହଜାର ହଜାର ଗୃହ ନିର୍ମାଣ ଶ୍ରମିକ। ଆପଣଙ୍କର ପରିଚୟ ଦିଅନ୍ତୁ। ମୋ ନାଁ ଈଶ୍ୱର ନାୟକ। ମୋ ଘର ହେଉଛି ବାଇଜାପଡ଼ା ପଣାପଡ଼ା ପାଖ। ମୁଁ ଜଣେ ପେଶାରେ ରାଜମିସ୍ତ୍ରୀ। ଆପଣଙ୍କର ଏବେ ଯେଉଁ ସମସ୍ୟା ରହିଛି ସେ ସମସ୍ୟା କ'ଣ ଆପଣଙ୍କର? ଆମର ଏବେ ଯେଉଁ ସମସ୍ୟା ରହିଛି ବାଲି ସମସ୍ୟା ଆଜ୍ଞା। ବାଲି ସମସ୍ୟା ବାଲି ଆସୁନାହିଁ 1.5 ମାସ ହେଲାଣି। ବାଲି ନ ଆସିବାରୁ ଆମେ ସବୁ କାମ ଦାମ ନ ପାଇବାରୁ ଆମର ଛୁଆ ପିଲା ଉପବାସ ରହୁଛନ୍ତି। ମୋ ନାଁ ହେଉଛି ଦିଲ୍ଲୀପ ନାୟକ। ମୁଁ ସୁନାଟାଙ୍ଗିରି ବାସିନ୍ଦା, ରାଜମିସ୍ତ୍ରୀ କାମ କରେ। ଆପଣ ଏବେ ଶେଷରେ କ'ଣ ଆଶା ରଖିଛନ୍ତି? ଏ ଆଜ୍ଞା ଆଶା ରଖିଛୁ ଯଦି ଆମକୁ ଜଲ୍ଦି ବାଲି ଫାଲି ଯୋଗାଣଟା ଜଲ୍ଦି ଟିକେ ହୁଅନ୍ତା। 1.5 ମାସ 2 ମାସ ହେଲାଣି ବାଲି ବନ୍ଦ ହେଇକି ପଡ଼ିଛି। କାମ ଧନ୍ଦା କିଛି ନାହିଁ ଆଜ୍ଞା। ଛୁଆ ପିଲା ସମସ୍ତେ ଭୋକ ଉପାସ ରହିଲା ପରେ ରହିଛନ୍ତି। ଆମେ ଭାବୁଛୁ ଯଦି ସରକାର ଜଲ୍ଦି ଟିକେ ବାଲିଟା ଆମକୁ ଦିଅନ୍ତେ, ଯୋଗାଣ କରିଦିଅନ୍ତେ, ତାହେଲେ ଆମେ ଟିକେ ଆମ ଛୁଆ ପିଲା ସମସ୍ତେ ଶାନ୍ତିରେ ରୁହନ୍ତେ, ଖୁସିରେ ରୁହନ୍ତେ। ମୋ ନାଁ ସାର୍ ପବିତ୍ର ନାୟକ। ଘର ବଳଦପୁର। ମୁଁ ଜଣେ ପେଶାରେ ହେଲା ରାଜମିସ୍ତ୍ରୀ। ଆପଣଙ୍କର ବାଲି ଯୋଗାଣ ପୂର୍ବରୁ କେଉଁଠୁ ହେଉଥିଲା? ବାଲି ଯୋଗାଣ ଆଜ୍ଞା ବାଲିଘାଟ ଆମର ଆନନ୍ଦପୁର। ଏବେ ବାଲି ଯୋଗାଣ କ'ଣ ପାଇଁ ବନ୍ଦ ହେଇଗଲା? ନାଇଁ ଏବେ ତ ଜାଣିନୁ। ବାଲି ଯୋଗାଣ ତ ଆଗରୁ ଚାଲିଥିଲା ଠିକ୍ ଠାକ୍। ଆଉ କାମ ବି ଆମେ ଠିକ୍ ସୁରୁରେ କରୁଥିଲୁ। ଏବେ କ'ଣ ପାଇଁ ବନ୍ଦ ହେଇଛି ଆମେ ସେଟା ଜାଣିନୁ। ଅନେକ କୋଠା ନିର୍ମାଣ ହୋଇ ନ ପାରି ଅଧା ଖଣ୍ଡିଆ ହୋଇ ପଡ଼ି ରହିଛି। ଆଗରୁ ପ୍ରଚୁର ପରିମାଣରେ କେନ୍ଦୁଝର ସହରକୁ ବାଲି ଆସୁଥିଲା। ଏବେ କିନ୍ତୁ ହଠାତ୍ ବାଲି ବନ୍ଦ ହୋଇଯିବା କାରଣ କ'ଣ? କେନ୍ଦୁଝର ସହରକୁ ବାଲି ନ ଆସିବା ଭିତରେ କିଛି ଗୂଢ଼ ରହସ୍ୟ ଲୁଚି ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ପ୍ରଶାସନ ଏହାର ପ୍ରକୃତ ତଦନ୍ତ କରି କେନ୍ଦୁଝର ସହରକୁ ପୁନର୍ବାର ବାଲି ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।